ସରି ଟିକେ କାମ ଥିଲା ସେଇଥିପାଇଁ ଲେଟ୍ ହେଇଗଲା। ତ ତାପରେ ସେ ରାଗିକି କହୁଛି ତମେ ସବୁବେଳେ ଲେଟ୍ କରୁଛ ଆଉ ତମେ ମତେ ଭଲ ପାଉନ। ମୁଁ କହୁଛି ଦେଖ ଭଲ ପାଇବାଟାକୁ କେତେବେଳେ ସମୟ ସହିତ ତୁଳନା କରିବନି। ନିଜର କିଛି କାମ ରହୁଛି, କାମ ସାରିଲା ପରେ ମୁଁ ତମ ପାଖକୁ ଆସିଛି। ଆଉ ତମେ ଯଦି ଭଲ ପାଇବା କଥା କହୁଛ ତାହେଲେ ଏ ଦୁନିଆ ଜାଣିଛି ଯେ ମୁଁ ତମକୁ କେତେ ଭଲ ପାଏ। ଏ ଭଗବାନ ଜାଣିଛନ୍ତି ମୁଁ ତମକୁ କେତେ ଭଲ ପାଏ। ଏ ଫୁଲ ପାହାଡ଼ ଏ ସମସ୍ତେ ଜାଣିଛନ୍ତି, କେବଳ ମୋ ଭଲ ପାଇବାକୁ ସେମାନେ ହିଁ ପରିଣାମ କରିପାରିବେ। ମୋର ଗୋଟେ କ୍ୟାରେକ୍ଟର ରହିଛି ଯେ ଗାଁରେ ଯେମିତି ରହନ୍ତି ମାନେ ଛେଡ଼ଖାନି କରନ୍ତି, ସେଇଭଳି ମୁଁ ମାନେ ଯେ ଝିଅ ଅଛନ୍ତି ତାଙ୍କୁ ମୁଁ ଛେଡ଼ଖାନି କରୁଛି। ଗାଉଁଲି ଟୋକାର ଗାଉଁଲି ଟୋକାର। ନିଜ ସହରରେ ରୁହନ୍ତି ନା ଗାଁରେ ରୁହନ୍ତି? ମୁଁ ସହରରେ ରୁହେ। ସହର ଟୋକା ଯେତେବେଳେ ଗାଁକୁ ଯିବ ସେ ଗାଁର ଛୁଙ୍କଟା କେମିତି ଦବ? ନିହାତି ଭାବରେ ମତେ ଭଲ ଲାଗେ ଗାଁ ପରିବେଶ, କାହିଁକି ନା ମୁଁ ଯେତେବେଳେ ଛୋଟବେଳୁ ସହରରେ ବଢି ଆସିଛି ଗାଁ ପରିବେଶ ଭଲ ଲାଗେ। ମୁଁ ଯେତେବେଳେ ଗାଁକୁ ଯାଏ ସମସ୍ତଙ୍କୁ ନିରୀକ୍ଷେ ଯେ ଯିଏ ପାନ ଖାଇକି ବସେ ସେ କେମିତି କଥାବାର୍ତ୍ତା କରନ୍ତି, ଯିଏ ତାସ ଖେଳନ୍ତି ସିଏ କେମିତି କଥାବାର୍ତ୍ତା କରନ୍ତି, ଆଉ ଗାଁରେ ଯିଏ ଚାଷ କରନ୍ତି ଯେ ବିଲକୁ ଯାଆନ୍ତି ସିଏ କେମିତି କରନ୍ତି, ମୁଁ ସବୁ ଜିନିଷ ଦେଖେ। ଆଉ ଏଇଟା ମୋର ପ୍ରଥମ ଥର ରହିବ ଯେ କ୍ୟାରେକ୍ଟର ଗୋଟେ ଗାଉଁଲି ପିଲା ହିସାବରେ ବହୁତ ଚ୍ୟାଲେଞ୍ଜିଂ ରହିବ କିନ୍ତୁ କ୍ୟାରେକ୍ଟରଟା ମତେ। ଜୟ ଜଗନ୍ନାଥ, ମୁଁ ନରେଶ କୁମାର ସାହୁ। ଗୋଟେ ସର୍ଟ ଫିଲ୍ମ ଆସିଛି ବାପା, ବହୁତ ଭଲ ରହିଛି ଷ୍ଟୋରି ତା ଭିତରେ। ଆଉ କାହାଣୀ ହେଉଛି ହିରୋ, ବାପା ହେଉଛନ୍ତି ହିରୋ। ତ ଗୋଟେ ଝିଅକୁ କେମିତି ତାଙ୍କର ନ୍ୟାୟ ଦେଉଛନ୍ତି ସେଇଟା ଆପଣ ଏଥିରେ ଦେଖିପାରିବେ। ଗୋଟେ ଝିଅକୁ ବଞ୍ଚିବା ପାଇଁ ତା ବାପା କେତେ ସଂଘର୍ଷ କରିପାରେ ସେଟା ଏଇଥିରେ ଦେଖିପାରିବେ ଆପଣ ସର୍ଟ ମୁଭିରେ। ୟା ପୂର୍ବରୁ ଆପଣ ଚଳଚ୍ଚିତ୍ରରେ କୌଣସି ଅଭିନୟ କରିଥିଲେ ଆପଣ ପ୍ରଥମ? ନାଇଁ, ୟା ପୂର୍ବରୁ ମୁଁ 2ଟା ସର୍ଟ ଷ୍ଟୋରି କରିଛି, ଗୋଟେ ରିଲିଜ ହେଇଛି ଆଉ ଗୋଟେ ରିଲିଜ ହେଇନି, ଚାଲିଛି ଆଉ। ମାନେ ବୃତ୍ତିଗତ ଆପଣ କଣ କରନ୍ତି ଏବଂ ଯେତେବେଳେ ଏଠି ଅଭିନୟ କରିବାକୁ ଆସିଛନ୍ତି ମାନେ ଆଗରୁ ଅଭିନେତା ଥିଲେ ନା ବୃତ୍ତିଗତ ଆପଣ କଣ କରନ୍ତି? ନାଇଁ, ମୋର ବୃତ୍ତି ହେଉଛି ସାମ୍ବାଦିକ। ଆଉ ଅଭିନୟ ପ୍ରତି ମୋର ଟିକେ ରୁଚି ଅଛି, ତେଣୁକରି ଯୋଉଠି ଯାହା ସୁଯୋଗ ମିଳେ ମୁଁ ଅଭିନୟ କରେ। ଯେକୌଣସି କ୍ୟାରେକ୍ଟର ମିଳେ ବି ମୁଁ ଅଭିନୟ କରେ। ତ ଭାବୁଛି ଅଭିନୟକୁ ଟିକେ ପ୍ରାୟୋରିଟି ଦେଇକି ଆଗକୁ ଏମିତି ଅଭିନୟ କରିବି ଯେମିତି ସୁଯୋଗ ମିଳିବ। ଏଇ ସର୍ଟ ଫିଲ୍ମରେ ଆପଣଙ୍କର ଚରିତ୍ର କଣ? এই ସର୍ଟ ଫିଲ୍ମରେ ମୋର ଗୋଟେ କ୍ୟାରେକ୍ଟର ରହିଛି ଯେ ଗାଁରେ ଯେମିତି ରହନ୍ତି ମାନେ ଛେଡ଼ଖାନି କରନ୍ତି, ସେଇଭଳି ମୁଁ ମାନେ ଯେ ଝିଅ ଅଛନ୍ତି ତାଙ୍କୁ ମୁଁ ଛେଡ଼ଖାନି କରୁଛି। ଗାଉଁଲି ଟୋକାର। ଗାଉଁଲି ଟୋକାର। ନିଜ ସହରରେ ରୁହନ୍ତି ନା ଗାଁରେ ରୁହନ୍ତି? ମୁଁ ସହରରେ ରୁହେ। ସହର ଟୋକା ଯେତେବେଳେ ଗାଁକୁ ଯିବ ସେ ଗାଁର ଛୁଙ୍କଟା କେମିତି ଦବ? ନିହାତି ଭାବରେ ମତେ ଭଲ ଲାଗେ ଗାଁ ପରିବେଶ, କାହିଁକି ନା ମୁଁ ଯେତେବେଳେ ଛୋଟବେଳୁ ସହରରେ ବଢି ଆସିଛି ଗାଁ ପରିବେଶ ଭଲ ଲାଗେ। ମୁଁ ଯେତେବେଳେ ଗାଁକୁ ଯାଏ ସମସ୍ତଙ୍କୁ ନିରୀକ୍ଷେ ଯେ ଯିଏ ପାନ ଖାଇକି ବସେ ସେ କେମିତି କଥାବାର୍ତ୍ତା କରନ୍ତି, ଯିଏ ତାସ ଖେଳନ୍ତି ସିଏ କେମିତି କଥାବାର୍ତ୍ତା କରନ୍ତି, ଆଉ ଗାଁରେ ଯିଏ ଚାଷ କରନ୍ତି ଯେ ବିଲକୁ ଯାଆନ୍ତି ସିଏ କେମିତି କରନ୍ତି, ମୁଁ ସବୁ ଜିନିଷ ଦେଖେ। ଆଉ ଏଇଟା ମୋର ପ୍ରଥମ ଥର ରହିବ ଯେ କ୍ୟାରେକ୍ଟର ଗୋଟେ ଗାଉଁଲି ପିଲା ହିସାବରେ ବହୁତ ଚ୍ୟାଲେଞ୍ଜିଂ ରହିବ କିନ୍ତୁ କ୍ୟାରେକ୍ଟରଟା ମତେ। ପୂର୍ବରୁ ଆମେ ଆପଣଙ୍କର ସର୍ଟ ଫିଲ୍ମ ମଧ୍ୟ ଦେଖିଛୁ, ଆପଣ ଗୋଟେ ଇମୋସନାଲ ଲଭର ବୟର ରୋଲ କରନ୍ତି, କିନ୍ତୁ ଏଇଥିରେ ଯେତେବେଳେ ଆପଣ ଅଭିନୟ କରିବେ ତ କେତେ ଆପଣଙ୍କୁ ଏକ୍ସାଇଟେଡ ଲାଗୁଛି, କେତେ ଡର ଲାଗୁଛି? ନୂଆ କ୍ରିଉ, ନୂଆ ମେମ୍ବର? ନାଇଁ, ଏକ୍ସାଇଟେଡ ମାନେ ତ ଅଛି, ଡର ବି ଅଛି, କାହିଁକି ନା ଯଦି ଗୋଟେ ସହର ପିଲା କି ଗୋଟେ ରୋମାଣ୍ଟିକ ବୟ କିମ୍ବା ଗୋଟେ ସ୍ୟାଡ ବୟ ଯଦି ଗୋଟେ ଭିଲିଆନ କ୍ୟାରେକ୍ଟର କରିବ ନିହାତି ତା ପାଇଁ ଗୋଟେ ଚ୍ୟାଲେଞ୍ଜିଂ ରହିବ। ତ ଦେଖାଯାଉ ଭଗବାନଙ୍କ ଆଶୀର୍ବାଦରୁ କଣ ହଉଛି। ଥିଏଟରରେ ୟା ପୂର୍ବରୁ କାମ କରିଛନ୍ତି, ଯାତ୍ରା କି ଅଭିନୟ କରନ୍ତି? ମୁଁ ଯାତ୍ରାରେ ଅଭିନୟ କରେ। ମୁଁ ଗାଁରେ ଡ୍ରାମା ହେଲେ 4 ବର୍ଷ ହେଲାଣି ମୁଁ ସେ ଡ୍ରାମା କରୁଛି, ୟୁଟ୍ୟୁବରେ ସର୍ଟ ଫିଲ୍ମ କରିଛି। ଆଜ୍ଞା, ଯେତେବେଳେ ଯାତ୍ରାରେ ଅଭିନୟ କରନ୍ତି, ଯାତ୍ରାରେ ଯେତେବେଳେ ଖଳନାୟକ ରୋଲ କରିଥିଲେ ଆଉ ଏବେ ସ୍କ୍ରିନ୍ ଉପରେ ଖଳନାୟକ ରୋଲ କରିବେ, କଣ ପାର୍ଥକ୍ୟ ଦେଖୁଛନ୍ତି? ସେଇଟା ତ ସମସ୍ତଙ୍କ ସାମ୍ନାରେ କରାହୁଏ, ଏଇଟା ରିଟେକ୍ ନିଆ ହବ କିନ୍ତୁ ଟେକ୍ ନେଇ ହବନି। ଯାତ୍ରାରେ ଅଭିନୟ କରିବା, ଡ୍ରାମାରେ ଅଭିନୟ କରିବା ଆଉ କ୍ୟାମେରା ସାମ୍ନାରେ ଅଭିନୟ କରିବା ବହୁତ ତଫାତ। ଅଭିନେତା ନରେଶ ରିଟେକ୍ ନିଅନ୍ତି ନା ନିଅନ୍ତି? ମୁଁ ତ ବହୁତ ଥର ରିଟେକ୍ ନିଏ। ମାନେ କୋଉ କେମିତି ସିନ୍ ରିଟେକ୍ ନିଅନ୍ତି? ପ୍ରାୟତଃ ରୋମାଣ୍ଟିକ ସିନ୍ ହଉ, କିନ୍ତୁ ମାନେ ବହୁତ ଥର ରୋମାଣ୍ଟିକ ସିନ୍ ମୁଁ ରିଟେକ୍ ନିଏ। ନା, ଜାଣି ଶୁଣି ନିଏ, ମୁଁ ଗୋଟେ ମାନେ ନିଜ ଗୋଟେ କମ୍ଫର୍ଟେବଲ ଲାଗେ, ମାନେ ଲାଜ ଲାଗେ ଟିକେ, ଲାଜ ଲାଗେ ଟିକେ କରିବା ପାଇଁ ରୋମାଣ୍ଟିକ ସିନ୍। ଏ ଯାବତ ଆପଣଙ୍କ ଯଦି କିଛି ଗୋଟେ ଭଲ ଡାୟଲଗ ଥିବ ଯୋଉଟା କହିବାକୁ ଚାହିଁବେ? କୋଉ ଡାୟଲଗ କହିବି? ଯୋଉ ଡାୟଲଗ ଆପଣ ଭଲ କହିବାକୁ ଚାହେଁ, ଯାହା ଭାଇରାଲ ହେଇଥିବ। ଗୋଟେ ରୋମାଣ୍ଟିକ ଡାୟଲଗ ଥିଲା ମୋର ଯାତ୍ରା ନାଟକରେ। ହଠାତ୍ ଝିଅଟେ ପାର୍କରେ ମାନେ ଦେଖା କରିବାକୁ ଆସିଛି, ମୁଁ ଲେଟ୍ ହେଇଯାଇଛି, ତ ସେ ଆସିକି ବସିଛି, ମତେ କହୁଛି ତମେ ଲେଟ୍ରେ ଆସିଛ। ମୁଁ ତାକୁ କହୁଛି ସରି ଟିକେ କାମ ଥିଲା ସେଇଥିପାଇଁ ଲେଟ୍ ହେଇଗଲା। ତ ତାପରେ ସେ ରାଗିକି କହୁଛି ତମେ ସବୁବେଳେ ଲେଟ୍ କରୁଛ ଆଉ ତମେ ମତେ ଭଲ ପାଉନ। ମୁଁ କହୁଛି ଦେଖ ଭଲ ପାଇବାଟାକୁ କେତେବେଳେ ସମୟ ସହିତ ତୁଳନା କରିବନି। ନିଜର କିଛି କାମ ରହୁଛି, କାମ ସାରିଲା ପରେ ମୁଁ ତମ ପାଖକୁ ଆସିଛି। ଆଉ ତମେ ଯଦି ଭଲ ପାଇବା କଥା କହୁଛ ତାହେଲେ ଏ ଦୁନିଆ ଜାଣିଛି ଯେ ମୁଁ ତମକୁ କେତେ ଭଲ ପାଏ। ଏ ଭଗବାନ ଜାଣିଛନ୍ତି ମୁଁ ତମକୁ କେତେ ଭଲ ପାଏ। ଏ ଫୁଲ ପାହାଡ଼ ଏ ସମସ୍ତେ ଜାଣିଛନ୍ତି, କେବଳ ମୋ ଭଲ ପାଇବାକୁ ସେମାନେ ହିଁ ପରିଣାମ କରିପାରିବେ। ଷ୍ଟୋରିଟାକୁ ଚଏସ୍ କଲି ଯିଏ ଡିରେକ୍ଟର ଅଛନ୍ତି ଆମର ମନୋଜ ଭାଇ, ସିଏ କହିଲେ କି ତୁ ସବୁବେଳେ ହିରୋ କ୍ୟାରେକ୍ଟର କରୁଛୁ, ଥରେ ଗାଉଁଲି କ୍ୟାରେକ୍ଟର କର। ମୁଁ କହିଲି ହଉ ଠିକ୍ ଅଛି, ତାଙ୍କ କଥା ମାନିକି ମୁଁ ପ୍ରଥମ ଥର ଗାଉଁଲି କ୍ୟାରେକ୍ଟର କରୁଛି।